ନମସ୍କାର ଦର୍ଶକ ବନ୍ଧୁ। ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରତିଦିନ ତାଜା ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରନ୍ତୁ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ୱାଭାବିକଠାରୁ 110% ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ ଏସିଆରୁ ଉତ୍ତର ପୂର୍ବ ଭାରତ ପର୍ଯ୍ୟନ୍ତ କାଳବୈଶାଖୀ ଏବଂ ପ୍ରାକ୍ ମୌସୁମୀ ବର୍ଷା ଯୋଗୁଁ ତାପମାତ୍ରାରୁ ବଡ଼ ଧରଣର ମୁକ୍ତି ମିଳିପାରେ। ବିଶେଷ କରି ମେ 5 ତାରିଖ ପର୍ଯ୍ୟନ୍ତ 40ରୁ 60 କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଏବଂ ଉତ୍ତର ପଶ୍ଚିମ ଭାରତରେ ଭଲ ବର୍ଷା ହେବାକୁ ଥିବା ବେଳେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏହି ବର୍ଷା ଚାଷ କାର୍ଯ୍ୟ ପାଇଁ ସହାୟକ ହେବ। ମାତ୍ର ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ ଆଜି ଅପରାହ୍ନ 4ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି। ପରୀକ୍ଷାର୍ଥୀମାନେ ସନ୍ଧ୍ୟା 6ଟା ପରଠାରୁ ବୋର୍ଡର ଅଫିସିଆଲି ୱେବସାଇଟ୍ www.bseodia.ac.in ରେ ନିଜର ରୋଲ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖିପାରିବେ। ଗତ ମାର୍ଚ୍ଚ 11ରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀ ଅଭିଭାବକମାନେ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ମୋବାଇଲ ସାହାଯ୍ୟରେ ଘରେ ବସି ମଧ୍ୟ ଖୁବ୍ ସହଜରେ ମାର୍କସିଟ୍ ଡାଉନଲୋଡ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମ ତରଫରୁ ଅନେକ ଶୁଭେଚ୍ଛା। କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଅଷ୍ଟମ ବେତନ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ 3 ଦିନିଆ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଫିଟନେସ୍ ଫ୍ୟାକ୍ଟରକୁ 2.57କୁ 3.57କୁ ବୃଦ୍ଧି କରିବା ଏବଂ ସର୍ବନିମ୍ନ ମୌଳିକ ଦରମା ବଢ଼ାଇବା ଭଳି ପ୍ରମୁଖ ବିଷୟ ଉପରେ ଆଲୋଚନା କରାଯାଇଛି। କର୍ମଚାରୀ ସଂଘଗୁଡ଼ିକ ମୋଟ 20ରୁ 30% ଦରମା ବୃଦ୍ଧି ପାଇଁ ଦାବି କରୁଥିବା ବେଳେ ପେନ୍ସନଭୋଗୀଙ୍କ ପାଇଁ ଅତିରିକ୍ତ ସୁବିଧା ଉପରେ ମଧ୍ୟ ସୁପାରିଶ ପ୍ରସ୍ତୁତ ହେଉଛି। ସରକାର ଏହି କମିଶନକୁ ରିପୋର୍ଟ ଦାଖଲ ପାଇଁ 18 ମାସ ସମୟ ଦେଇଛନ୍ତି। ଯଦି ଏହି ବୈଠକରେ ମିଳିତ ସ୍ମାରକପତ୍ର ଚୂଡ଼ାନ୍ତ ହୁଏ, ତେବେ ଆଗାମୀ କିଛି ମାସ ମଧ୍ୟରେ ନୂଆ ଦରମା ଗଠନ କାର୍ଯ୍ୟକାରୀ ହୋଇପାରେ। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ଦେବ। ଏହିପରି ଗୁରୁତ୍ୱପୂର୍ଣ୍ଣ ସରକାରୀ ଖବର ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଶ୍ରମିକ ଦିବସ ଅବସରରେ ରାଜ୍ୟର ଦିନ ମଜୁରିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଭେଟି ଦେଇଛନ୍ତି। ରାଜ୍ୟରେ ଶ୍ରମିକଙ୍କ ଦୈନିକ ମଜୁରିରେ ବୃଦ୍ଧି କରାଯାଇଛି। ନୂଆ ନିୟମ ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରି 472 ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ 522 ଟଙ୍କା, କୁଶଳୀଙ୍କ ପାଇଁ 572 ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ 622 ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବର୍ଦ୍ଧିତ ଦର ମେ 1 ତାରିଖରୁ ପିଛିଲା ଭାବେ ଲାଗୁ ହୋଇଛି। ଏହା ସହ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନୀୟ ମହଙ୍ଗା ଭତ୍ତାକୁ ମଧ୍ୟ ପୁନଃ ଲାଗୁ କରିଛନ୍ତି। ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ବିବାହ ସହାୟତା ବାବଦକୁ 50,000 ଟଙ୍କା ଏବଂ କାର୍ଯ୍ୟସ୍ଥଳୀରେ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ 6 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଶ୍ରମିକଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକାଧିକ ଯୋଜନା କାର୍ଯ୍ୟକାରୀ ହୋଇଛି। ରାଜ୍ୟର ଏହି ବଡ଼ ଅପଡେଟ୍ ପାଇଁ ନଜର ରଖନ୍ତୁ। ଭାରତର ଜାତୀୟ ରାଜପଥରେ ଏବେ ଟୋଲ ଦେବା ପାଇଁ ଆଉ ଗାଡ଼ି ଅଟକାଇବାକୁ ପଡ଼ିବ ନାହିଁ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦେଶର ପ୍ରଥମ ମଲ୍ଟିଲେନ୍ ଫ୍ରି ଫ୍ଲୋ ବ୍ୟାରିୟରଲେସ୍ ଟୋଲିଂ ସିଷ୍ଟମର ଶୁଭାରମ୍ଭ କରିଛନ୍ତି। ଗୁଜରାଟର NH-48 ସ୍ଥିତ ଚୋରିଆସି ଟୋଲ ପ୍ଲାଜାରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ସିଷ୍ଟମରେ ଉନ୍ନତ ସେନ୍ସର ଏବଂ ହାଇ ରିଭଲ୍ୟୁସନ କ୍ୟାମେରା ବ୍ୟବହାର କରାଯାଇଛି, ଯାହା ଚଳନ୍ତା ଗାଡ଼ିର ଫାଷ୍ଟ ଟ୍ୟାଗ ଏବଂ ନମ୍ବର ପ୍ଲେଟକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରି ଟୋଲ ରାଶି କାଟିପାରିବ। ଏହାଦ୍ୱାରା ଟୋଲ ଗେଟ୍ରେ ଆଉ ଲମ୍ବା ଧାଡ଼ି ଦେଖିବାକୁ ମିଳିବ ନାହିଁ, ଯାହାଦ୍ୱାରା ସମୟରେ ହ୍ରାସ କରିବା ସହ ଇନ୍ଧନ ମଧ୍ୟ ସଞ୍ଚୟ କରିବ। ଭାରତର ରାଜପଥ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଓମ୍ଫେଡ୍ ପକ୍ଷରୁ କ୍ଷୀର କ୍ରୟ ମୂଲ୍ୟ ବୃଦ୍ଧି କରାଯିବା ପରେ ଏବେ ସାଧାରଣ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି। ରାଜ୍ୟର ପ୍ରାୟ 3 ଲକ୍ଷ ଦୁଗ୍ଧ ଚାଷୀଙ୍କୁ ସହାୟତା କରିବା ପାଇଁ ସରକାର କ୍ରୟ ମୂଲ୍ୟ ଲିଟର ପିଛା 1 ଟଙ୍କା ବୃଦ୍ଧି କରିଛନ୍ତି। ଗୋଖାଦ୍ୟ ଏବଂ ମେଡିସିନ ଦର ବୃଦ୍ଧି ଯୋଗୁଁ ଓମ୍ଫେଡ୍ ଏହି ନିଷ୍ପତ୍ତି ନେଇଛି। ଏହି ନୂତନ ନିୟମ ଅନୁଯାୟୀ ଚାଷୀମାନେ ଏବେ ଲିଟର ପିଛା 39.5 ଟଙ୍କା ପାଇବେ। ଏହି ବର୍ଦ୍ଧିତ ଦର ମେ 1ରୁ ଲାଗୁ ହୋଇଛି, ଯାହା ଫଳରେ ବଜାରରେ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟର ବିକ୍ରୟ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ମଧ୍ୟବିତ୍ତ ପରିବାର ଏବଂ ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ବୋଝ ସଦୃଶ ହୋଇପାରେ। ଚାଷୀଙ୍କ ପାଇଁ ଏହା ଖୁସି ଖବର ହୋଇଥିବା ବେଳେ ଗ୍ରାହକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଅପଡେଟ୍ ଉପରେ ନଜର ରଖନ୍ତୁ। ଯଦି ଆପଣ କ୍ରେଡିଟ୍ କାର୍ଡରୁ ବଡ଼ ଧରଣର କାରବାର କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ।
ଆୟକର ବିଭାଗ ଏବେ ହାଇ ଭ୍ୟାଲ୍ୟୁ ଟ୍ରାଞ୍ଜାକ୍ସନ ଉପରେ କଡ଼ା ନଜର ରଖୁଛି। ନିୟମ ଅନୁସାରେ ଗୋଟିଏ ଆର୍ଥିକ ବର୍ଷରେ କ୍ରେଡିଟ୍ କାର୍ଡରୁ 1 ଲକ୍ଷରୁ ଅଧିକ ନଗଦ ପେମେଣ୍ଟ କିମ୍ବା ମୋଟ 10 ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କଲେ ଆପଣ ଆଇଟି ରାଡାରକୁ ଆସିପାରନ୍ତି। ଆୟକର ବିଭାଗ ଏଆଇଏସ୍ ଏବଂ ଏସ୍ଏଫ୍ଟି ମାଧ୍ୟମରେ ଆପଣଙ୍କ ଖର୍ଚ୍ଚର ସବୁ ତଥ୍ୟ ହାସଲ କରୁଛି। ଯଦି ଆପଣଙ୍କ ଖର୍ଚ୍ଚ ଆଇଟିଆର୍‌ରେ ଦର୍ଶାଯାଇଥିବା ଆୟ ସହ ମେଳ ନ ଖାଏ, ତେବେ ବିଭାଗ ପକ୍ଷରୁ ଜବାବ ତଲବ ପାଇଁ ବଡ଼ ଧରଣର ଟ୍ୟାକ୍ସ ନୋଟିସ୍ ଆସିପାରେ। ନିକଟରେ ଜଣେ କରଦାତାଙ୍କୁ ଏହି କାରଣରୁ 16 ଲକ୍ଷରୁ ଅଧିକ ଟଙ୍କାର ନୋଟିସ୍ ମିଳିଥିବା ସୂଚନା ମିଳିଛି। ତେଣୁ ଅଯଥା ସମସ୍ୟାରୁ ବଞ୍ଚିବା ପାଇଁ ନିଜର ଆୟ ଓ ଖର୍ଚ୍ଚର ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ। ଏହିପରି ଆର୍ଥିକ ସଚେତନତା ଖବର ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଇରାନ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ୟୁରିଆ ସଙ୍କଟ ମଧ୍ୟରେ ଭାରତ ଓ ରୁଷ ମିଳିତ ଭାବେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରୁଷର ସମାରରେ ଏକ ବିଶାଳ ୟୁରିଆ ସାର କାରଖାନା ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ପ୍ରାୟ 20,000 କୋଟି ଟଙ୍କାର ଏହି ଯୁଗ୍ମ ଉଦ୍ୟୋଗରେ ଭାରତର ଆଇପିଏଲ୍, ଆର୍ସିଏଫ୍ ଏବଂ ଏନ୍ପିଏଲ୍ ଭଳି ସରକାରୀ କମ୍ପାନୀ ସାମିଲ ଅଛନ୍ତି। ବର୍ତ୍ତମାନ ଭାରତ ନିଜ ଆବଶ୍ୟକତାର 71% ୟୁରିଆ ମଧ୍ୟପ୍ରାଚ୍ୟରୁ ଆମଦାନୀ କରୁଥିବା ବେଳେ ଏହି ନିର୍ଭରଶୀଳତା ହ୍ରାସ କରିବା ପାଇଁ ରୁଷରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ରୁଷରେ ପ୍ରାକୃତିକ ଗ୍ୟାସର ଭଣ୍ଡାର ଥିବାରୁ ସେଠାରେ ୟୁରିଆ ଉତ୍ପାଦନ ଭାରତ ପାଇଁ ଶସ୍ତା ଏବଂ ସୁରକ୍ଷିତ ହେବ। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ 20 ଲକ୍ଷ ଟନ୍ ୟୁରିଆ ଉତ୍ପାଦନ ହେବା ସହ ଭାରତୀୟ କୃଷି କ୍ଷେତ୍ରକୁ ଏକ ବିଶାଳ ସ୍ଥାୟୀ ସାର ଯୋଗାଣର ମାଧ୍ୟମ ମିଳିବ। କୃଷି ଓ ପ୍ରତିରକ୍ଷା ସମ୍ବନ୍ଧିତ ଏହି ବଡ଼ ଖବର ଉପରେ ନଜର ରଖନ୍ତୁ। ଅବସର ପରେ ଆର୍ଥିକ ସ୍ୱାଧୀନତା ପାଇଁ ପୋଷ୍ଟ ଅଫିସ ଆଣିଛି ଏକ ଶ୍ରେଷ୍ଠ ବିକଳ୍ପ। ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ବା ଏସ୍‌ସି ମାଧ୍ୟମରେ ଆପଣ ଏବେ ମାସିକ 20,500 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହି ସରକାରୀ ଯୋଜନାରେ ବାର୍ଷିକ 8.2% ସୁଧ ମିଳୁଥିବା ବେଳେ 60 ବର୍ଷରୁ ଅଧିକ ବ୍ୟକ୍ତି ଏଥିରେ ସର୍ବାଧିକ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ସବୁଠାରୁ ଭଲ ଦିଗ ହେଉଛି ଆପଣ ମାତ୍ର 1,000 ଟଙ୍କାରୁ ମଧ୍ୟ ନିଜର ଆକାଉଣ୍ଟ ଖୋଲିପାରିବେ। 5 ବର୍ଷର ଅବଧି ଥିବା ଏହି ଯୋଜନାରେ ପ୍ରତିଦିନ ମାସରେ ସୁଧ ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ। ଫଳରେ ବୃଦ୍ଧା ଅବସ୍ଥାରେ ଔଷଧ ଖର୍ଚ୍ଚ କିମ୍ବା ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଆପଣଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ତେଣୁ ଆଜି ହିଁ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ନିଜ ସୁରକ୍ଷିତ ନିବେଶର ଲାଭ ଉଠାନ୍ତୁ।